ଆଚ୍ଛା କହିଲୁ ଏ ପ୍ରଶ୍ନ ଉତ୍ତର କ'ଣ ଲେଖିଛୁ? ଦାନ୍ତ ନଥିବା ଦିଟା ପ୍ରାଣୀର ନାମ କୁହ। ଦାନ୍ତ ନଥିବା ଦୁଇଟା ପ୍ରାଣୀଟି ଅଜା ଆଉ ଆଈ ପରା। ହଇରେ ମୂର୍ଖ, ତୋ ଅଜା ଆଈଙ୍କୁ ଶେଷରେ ପ୍ରାଣୀ ବୋଲି ଭାବିଲୁ? ହାଁ, ଆରେ ସେମାନେ ପରା ମଣିଷ। ହାଁ, ଗଲା ଇଏ ଉତ୍ତର ଭୁଲ ଲେଖିଲୁ, ଏ ମାର୍କ ତ କଟିଲା। ଛାଡ଼। ହଉ ହେଲା, 100ରୁ ତ 99 ରଖିବି। ଏ ପ୍ରଶ୍ନ ଉତ୍ତର କ'ଣ ଲେଖିଛୁ? ଶବ୍ଦ ପ୍ରଦୂଷଣ କେମିତି ରୋକିପାରିବା? ବାପା ଏଇ ପ୍ରଶ୍ନଟି କାନ ବନ୍ଦ କରିଦବା, କିଛି ଶୁଭିବନି, ଗଲା ଶବ୍ଦ ପ୍ରଦୂଷଣ ହବନି। ହଇରେ କାନ ବନ୍ଦ କରିଦେଲେ ଶବ୍ଦ ପ୍ରଦୂଷଣ ହବନି? ଏଇଟା ବି ଭୁଲ ଲେଖିଲୁ। ହଉ ହେଲା, 100ରୁ ତ 98 ରଖିବି ଆଉ। ଆଚ୍ଛା, କୋଉ ତରଳ ପଦାର୍ଥକୁ ଗରମ କଲେ କଠିନ ହୋଇଯାଏ? ପକୁଡି। ବାପା ବେସନକୁ ଗରମ କଲେ ପକୁଡି ହେଇଯାଏନି? ଜାଣିନ କ'ଣ ବା? ହଇରେ ଗଧ, ଗପ କାଣ୍ଡୁ। ତୁ ସେଇ ଶୁକୁଟା ଦୋକାନରୁ ପକୁଡି ଖାଇ ଖାଇ ପାଠଟାକୁ ବି ପକୁଡି କରି ସାରିଲାଣୁ। ଏଇଟାରେ ବି ମାର୍କ କଟିଲା। ଏଇଟା ଭୁଲ ଲେଖିଦେଇଛି।